ଲଘୁଚାପ ଜନିତ ବର୍ଷାରେ ଭାଙ୍ଗିଲା ଉଦଳା ଏନ୍ଏସିରେ ଥିବା ଅଣୁ ଜୈବ ଖତ ପ୍ରସ୍ତୁତି କେନ୍ଦ୍ର। ଏହି ପ୍ରସ୍ତୁତି କେନ୍ଦ୍ରରେ ଥିବା ଯେଉଁ ଭାଙ୍ଗିବା ଫଳରେ ପାଚେରୀ ଭାଙ୍ଗିବା ଫଳରେ ଯେଉଁ ରାଇଦାଣ୍ଡିଆ ଗ୍ରାମରେ ଥିବା ପାଖାପାଖି 10 ରୁ 15 ଜଣ ଚାଷୀଙ୍କର ଚାଷ କ୍ଷତିଗ୍ରସ୍ତ ହୋଇଛି। କାହିଁକିନା ଆମେ ନିଶ୍ଚିତ ଭାବରେ ଦେଖିବା ପାଇଁ ଚାହିଁବି ଯେ ଦେଖନ୍ତୁ କେମିତି ଯେଉଁ ଅଣୁ ଜୈବ ଖତ ପ୍ରସ୍ତୁତି କେନ୍ଦ୍ର ଯେଉଁ ଥିଲା ଆପଣଙ୍କର ଆବର୍ଜନା ଛୁଞ୍ଚିଠୁ ଆରମ୍ଭ କରିକି ବିଭିନ୍ନ ଆବର୍ଜନା ଚାଷ ଜମିରେ ବର୍ତ୍ତମାନ ମାଡ଼ିକି ବସିଛି ଏବଂ ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯାହାକି ବର୍ଷକର ଅମଳ ପାଇଁ ସେମାନେ ପ୍ରୟାସ କରିଥିଲେ। ନିଶ୍ଚିତ ଭାବରେ ସେମାନେ ଅନେକ କ୍ଷତିଗ୍ରସ୍ତ ହୋଇଛନ୍ତି। ଆମ ପାଖରେ ଜଣେ ଚାଷୀ ଅଛନ୍ତି, ସିଧାସଳଖ ତାଙ୍କର ପ୍ରତିକ୍ରିୟା ନେବା। ଆଜ୍ଞା, କେମିତି କ'ଣ ଆପଣଙ୍କର ଅଳିଆ ଆବର୍ଜନା ପଡ଼ିଲା, କେମିତି କ'ଣ କହିବେ? ଆଜ୍ଞା, ଆମେ ତ ଜାଣିନେ, ଆମେ ତ ଚାଷୀ ଲୋକ। ସେଠି ଗୋଟେ ଘର କରିଥିଲେ, ସେ ପାଚେରୀଟା ଭାଙ୍ଗିଗଲା। ତାପରେ ସେ ଜୁବୁରା ମୁବୁରା ସବୁ ଇଏ ପଲିଥିନ୍ ଆଉ ସେ ଛୁଞ୍ଚି ଏ ସବୁ ଆସିକି ବିଲରେ ପଡ଼ିଲା। କେତେ ଜଣ ଚାଷୀ ଏଠି ଥିଲେ? ଏଠି ଚାଷୀ 10 ଜଣ କାତର ଅଛନ୍ତି। ଆପଣଙ୍କର କେତେ ଚାଷ ଜମି କ୍ଷତିଗ୍ରସ୍ତ? ଅଳ୍ପ, ମୋର 2 ମାଣ କାମ। ଆଚ୍ଛା, କ'ଣ ପୁରା ଜମିରେ ପୁରା ପଡ଼ିକି ରହିଲା? ଜମିରେ ବର୍ତ୍ତମାନ ସୁଧା ପଡ଼ିକି ଅଛି। ଜମି ତ ଯାଇପାରୁନଥିବେ? ନା, ସେଠି ଅଛି ମାନେ ଆମେ କେହି ମୂଲିଆ ଆସୁନାହାନ୍ତି। ନା, ମାନେ ସ୍ଥାନୀୟ ପ୍ରଶାସନ କିଛି ଜାଣିଲେଣି ବାବଦରେ? ନା ଆଜ୍ଞା, କେହି ଜାଣିନାହାନ୍ତି। ଆଚ୍ଛା, ଲିଖିତ ଅଭିଯୋଗ ବି ଦେବେ ଆପଣ? ହଁ, ଦେବା। ଦେବେ, କ୍ଷତିଗ୍ରସ୍ତ ଯେଉଁ ହେଇଛି ଆପଣଙ୍କୁ ନିଶ୍ଚିତ ଭାବରେ ଦେବେ। ଦେବା। ନିଶ୍ଚିତ ଭାବରେ ଦେଖନ୍ତୁ, ଯାହା ଆମେ ପ୍ରତିକ୍ରିୟା ନେଉଥିଲୁ ଯେ ଚାଷ ଜମିରେ ଯେଉଁ ଅଳିଆ ଆବର୍ଜନା ପଡ଼ିବା ପରେ ଚାଷ ଜମି ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ଆମ ପାଖରେ ଆଉ ଜଣେ ଚାଷୀ ଅଛନ୍ତି, ତାଙ୍କର ଟିକେ ପ୍ରତିକ୍ରିୟା ନେବା। ଭାଇ, କେତେ କ'ଣ ଚାଷ ଜମି ଆପଣଙ୍କର ନଷ୍ଟ ହେଲା? ମୋର 3 ମାଣ ପାଖାପାଖି। ଆଚ୍ଛା, ଏମିତି ଜରି, ତାପରେ ଆମର ଯେଉଁ ସେ ସିରିଞ୍ଜ ସେଗୁଡ଼ା ସବୁ ବିଲରେ ଯାଇ ପଡ଼ିଛି। ତାପରେ ହଳ ବି ହେଇଯାଇଥିଲା, ରୁଆ ରୁଇ, ଏବେ ତ ରୁଆ ରୁଇ କାମ। ଆଉ ଏବେ ତ ଆଉ କେହି ମୂଲିଆ ଫୁଲିଆ ଆସୁନାହାନ୍ତି, ଆଉ କ'ଣ କରିବା? ଖର୍ଚ୍ଚ ତ କରିଥିବେ, କେମିତି କ'ଣ ଭରଣା କରିବେ ତାକୁ? ଆଉ ସେଇଟା ପ୍ରଶାସନ ଯାହା କରିବେ। ଆଉ ଆପଣଙ୍କର କେତେ କ'ଣ ଚାଷ ଜମି? ଆମର ବି 3 ମାଣ ଜମି। ଆଉ ମୂଲିଆ ଫୁଲିଆ ବି କେହି ଯାଉନାହାନ୍ତି ଡରର। କେମିତି ଚାଷ କରିବା ଆପଣ ମାନେ କହିବେ। ଆଉ ସେଇଟା କରିବା ନା କରିବାନି ନା କ'ଣ ଖାଇବା? କ'ଣ ସବୁ ପଡ଼ିଛି ଚାଷ ଜମିରେ? କାଚ ଛୁଞ୍ଚି ପଡ଼ିଛି, ଜରି ପଡ଼ିଛି। ଆଉ ଚାଷ ହେଇପାରିବନି ଏ ବର୍ଷ। ଚାଷ ହେଇପାରିବନି? କେତେ ଚାଷୀଙ୍କର ଏମିତି ହେଇଛି? ବହୁତ ଚାଷୀ ମାନେ ଅଛନ୍ତି, ଏଇ ଲାଇନ୍ର ଚାଷୀ ଅଛନ୍ତି? ହଁ, ଅଛନ୍ତି। ଆଜ୍ଞା, ଆପଣଙ୍କର କେତେ ଚାଷ ଜମି କ୍ଷତିଗ୍ରସ୍ତ? ଆମର ମାଣେ ଅଧେ ଯାଇଛି। ମାଣେ ଅଧେ ଯାଇଛି? କ'ଣ ସବୁ ପଡ଼ିଛି ଜମିରେ? ଜମିରେ ହେଇଛି ତାର ଜରି ମୋରି ସବୁ ଛୁଞ୍ଚି ସେଟା ସବୁ ପଡ଼ିଯାଇଛି। ଆଉ ସେଟା କିଏ ଯିବ? ସେତେ ଯାଇପାରିବନି, ନିଜେ ଘର ଲୋକ ତ ଓହ୍ଲେଇ ପାରିବନି। ଆଉ କାଚ ମାଛ ବି ଯାଇଛି, ଛୁଞ୍ଚି ବି ଯାଇଛି। ଆଉ କିସ କରିବ? ସେଟା ତ କିଏ ବି ଯିବନି। ଆଉ କିଏ? ନିଶ୍ଚିତ ଭାବରେ ଦେଖନ୍ତୁ, ଚାଷୀ ଅନେକ କ୍ଷତିଗ୍ରସ୍ତ ହୋଇଛି। କାହିଁକିନା ଆମେ ଯଦି କହିପାରିବା, ଯେଉଁ ଅଣୁ ଜୈବ ଖତ ପ୍ରସ୍ତୁତି କେନ୍ଦ୍ର ଥିଲା ତାହାର ପାଚେରୀ ଭାଙ୍ଗିବା ଦ୍ୱାରା ଯେଉଁ ଲଗାଣ ବର୍ଷା ଫଳରେ ଯେଉଁ ଅଳିଆ ଆବର୍ଜନା ସବୁ ଆସିକି ଚାଷ ଜମିରେ ମାଡ଼ି ବସିଛି ଏବଂ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ଆମ ପାଖରେ ଆଉ ଜଣେ ଚାଷୀ ଅଛନ୍ତି, ପ୍ରତିକ୍ରିୟା ଟିକେ ନେବା। ଆଜ୍ଞା, ମଉସା, କେତେ ଆପଣଙ୍କର କ୍ଷତିଗ୍ରସ୍ତ ହେଲା? 2 ମାଣ ଖଣ୍ଡେ ହେବ। ଆଚ୍ଛା, କ'ଣ କ'ଣ ସବୁ ପଡ଼ିଲା ସେଠି? ଏଇ ତ ଏଇ ପାଚେରୀ ଭାଙ୍ଗିକି ସେ ପଲିଥିନ୍ ମଲିଥିନ୍ ଆଉ କାଚ ଯାବତୀୟ ଜିନିଷ ବଜାର ରଖୁଥିଲେ ସେଇଗୁଡ଼ା ଆଣିକି ଏଠି ପକେଇଥିଲେ। ସେଇଗୁଡ଼ା ସବୁ ଭାସି ନେଇଯାଇକି ଆଉ ବିଲର ପୁରା ଇଏ ହେଇଯାଇଛି। କେମିତି କ'ଣ ଚାଷ ପୁଣି ଆଉ କେମିତି ଚାଷ କରିବା? ସେଟା ବିଲକୁ ତ ଯାଇ ହେଉନି। ସେ ଛୁଞ୍ଚି ମୁଞ୍ଚି ଦୁନିଆ ରକମ ଡାକ୍ତରଖାନା ଜିନିଷ ଗୁଡ଼ା ଆବର୍ଜନା ଇଏଗୁଡ଼ା ବିଲକୁ ଯାଇ ହେଉନି। ନିଜେ ତ ଯାଇ ହେଉନି, କିସ ମୂଲିଆ ଯିବେ? ମୂଲିଆ ବି ଆସି ନିଶ୍ଚିତ ଭାବରେ ଦେଖନ୍ତୁ, ଯାହା ଆମେ ଚାଷୀମାନଙ୍କ ସହ ଆଲୋଚନା କରୁଥିଲୁ, ଯେଉଁ ଅଳିଆ ଆବର୍ଜନା ଯେଉଁ ପଡ଼ିବା ଦ୍ୱାରା ଚାଷ ଜମିରେ ଅନେକ କ୍ଷତିଗ୍ରସ୍ତ ହୋଇଛି। ଏବଂ ଅନ୍ୟ ପକ୍ଷରେ ଆମେ କହିପାରିବା, ଯେହେତୁ ଚାଷୀମାନଙ୍କର ଯେଉଁ କ୍ଷତିଗ୍ରସ୍ତ ହୋଇଛି, ପ୍ରଶାସନ ପକ୍ଷରୁ ସେମାନଙ୍କୁ ତୁରନ୍ତ ତାଙ୍କୁ ତଦନ୍ତ କରାଯାଇ ଏବଂ ଚାଷୀମାନଙ୍କୁ ଖୁବ୍ ଶୀଘ୍ର କ୍ଷତିଗ୍ରସ୍ତ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି।